ଏ ହେଉଛି ପାନକ୍ରିୟାସ ଅଙ୍ଗ। ଶରୀରରେ ପାନକ୍ରିୟାସର କାମ କ'ଣ, ଯାହାକୁ ଆମେ ଅଗ୍ନାଶୟ ବୋଲିକି ଓଡ଼ିଆରେ କହୁଛେ। ନା ପାନକ୍ରିୟାସ ଶରୀରରେ କ'ଣ କାମ କରୁଛି? ପାନକ୍ରିୟାସ ହେଉଛି ଖାଦ୍ୟକୁ ପାଚନ କରିବାରେ ସାହାଯ୍ୟ କରେ। କିଭଳି ସାହାଯ୍ୟ କରେ? ନା ପାନକ୍ରିୟାସରୁ 3ଟି ଏନଜାଇମ୍ କ୍ଷରଣ ହେଉଛି। ଗୋଟେ ହେଉଛି ପ୍ରୋଟିଏଜ୍, ଆଉ ଗୋଟେ ହେଉଛି ଏମାଇଲେଜ୍, ଆଉ ଗୋଟେ ହେଉଛି ଲାଇପେଜ୍। 3ଟି ଏନଜାଇମ୍ କ୍ଷରଣ ହେଉଛି, ଆଉ ସେ 3ଟି ଏନଜାଇମ୍ ଦ୍ୱାରା ହିଁ ଖାଦ୍ୟର ପାଚନ ହୁଏ, ଖାଦ୍ୟ ଭାଙ୍ଗିବାରେ ସାହାଯ୍ୟ ହୁଏ। ସେ 3ଟି ଏନଜାଇମ୍, ଗୋଟେ ହେଉଛି ପ୍ରୋଟିଏଜ୍, ଆଉ ଗୋଟେ ହେଉଛି ଲାଇପେଜ୍, ଆଉ ଗୋଟେ ହେଉଛି ଏମାଇଲେଜ୍। ଯାହାକି ଆମେ ଯେଭଳି ଭାବେ କି ଆମେ କାର୍ବୋହାଇଡ୍ରେଟ୍ ଜାତୀୟ ଯୁକ୍ତ ବା ଶ୍ୱେତସାର ଜାତୀୟ ଯୁକ୍ତ ଆମେ ଖାଦ୍ୟ ଖାଉଛେ, ତାହା ଏମାଇଲେଜ୍ ଏନଜାଇମ୍ ଦ୍ୱାରା ସେ ଶ୍ୱେତସାର ଜାତୀୟ ଖାଦ୍ୟ ଭାଙ୍ଗିବାରେ ସାହାଯ୍ୟ ହୁଏ, ଯେଉଁଟାକି ଆମର ଅଗ୍ନାଶୟରୁ କ୍ଷରିତ ହୁଏ। ଶ୍ୱେତସାର ଜାତୀୟ ଖାଦ୍ୟ ଏମାଇଲେଜ୍ ଏନଜାଇମ୍ ଦ୍ୱାରା ଭାଙ୍ଗେ ଏବଂ ପାଚନ ସୃଷ୍ଟି ହୁଏ। ଠିକ୍ ସେହିଭଳି ପୁଷ୍ଟିସାର ଜାତୀୟ ଖାଦ୍ୟ, ଆମେ ଯାହା ବି ପୁଷ୍ଟିସାର ଜାତୀୟ ଖାଦ୍ୟ ଖାଉଛେ, ସେସବୁ ପ୍ରୋଟିଏଜ୍ ଏନଜାଇମ୍ ଦ୍ୱାରା ଭାଙ୍ଗିବା ସୃଷ୍ଟି ହୁଏ ଆଉ ପାଚନରେ ପରିଣତ ହୁଏ। ହେଲା, ସେ ହେଉଛି ପ୍ରୋଟିଏଜ୍ ଏନଜାଇମ୍, ଯେଉଁଟାକି ଆମର ଅଗ୍ନାଶୟରୁ କ୍ଷରିତ ହୁଏ। ଠିକ୍ ସେହିପରି ଲାଇପେଜ୍ ଏନଜାଇମ୍, ଯେଉଁଟାକି ଚର୍ବି ଜାତୀୟ ଖାଦ୍ୟ, ଲିପିଡ୍ ଜାତୀୟ ଖାଦ୍ୟକୁ ଭାଙ୍ଗିବାରେ ସାହାଯ୍ୟ କରେ, ଯାହାକି ଲିପିଡ୍ ଜାତୀୟ ଖାଦ୍ୟ ପାଚନ ପ୍ରକ୍ରିୟା ସାହାଯ୍ୟରେ ପାଚନ ହୁଏ। ତ 3ଟି ଏନଜାଇମ୍ ଆମେ ମନେ ରଖିବା। ସେ 3ଟି ଏନଜାଇମ୍ ହେଉଛି ଏମାଇଲେଜ୍, ଆଉ ଗୋଟେ ହେଉଛି ଲାଇପେଜ୍, ଆଉ ଗୋଟେ ହେଉଛି ପ୍ରୋଟିଏଜ୍। ଏମାଇଲେଜ୍ ଶ୍ୱେତସାର ଖାଦ୍ୟକୁ ଭାଙ୍ଗିବାରେ ସାହାଯ୍ୟ କରେ। ଲାଇପେଜ୍ ଲିପିଡ୍ ଖାଦ୍ୟକୁ ବା ଚର୍ବି ଜାତୀୟ ଖାଦ୍ୟକୁ ଭାଙ୍ଗିବାରେ ସାହାଯ୍ୟ କରେ। ଠିକ୍ ସେହିପରି ପ୍ରୋଟିଏଜ୍ ପୁଷ୍ଟିସାର ଜାତୀୟ ଖାଦ୍ୟକୁ ଭାଙ୍ଗିବାରେ ସାହାଯ୍ୟ କରେ। 3ଟି ଏନଜାଇମ୍ 3ଟି ପ୍ରକାର ଖାଦ୍ୟ ସାରକୁ ଭାଙ୍ଗିବାରେ ସାହାଯ୍ୟ କରେ। ଶ୍ୱେତସାର ଏମାଇଲେଜ୍, ଠିକ୍ ସେହିଭଳି ସ୍ନେହସାର ବା ଲିପିଡ୍ ଜାତୀୟ ଖାଦ୍ୟକୁ ଲାଇପେଜ୍ ଭାଙ୍ଗିବାରେ ସାହାଯ୍ୟ କରେ, ଲାଇପେଜ୍ ଏନଜାଇମ୍। ଠିକ୍ ସେହିଭଳି ପୁଷ୍ଟିସାର ଜାତୀୟ ଖାଦ୍ୟକୁ ପ୍ରୋଟିଏଜ୍ ଏନଜାଇମ୍ ଭାଙ୍ଗିବାରେ ସାହାଯ୍ୟ କରେ। ଠିକ୍ ସେହିଭଳି ହରମୋନ୍ ମଧ୍ୟ ନିୟନ୍ତ୍ରଣ କରୁଛି। ଗୋଟେ ହେଉଛି ଇନସୁଲିନ୍। ଏ ଯେଉଁ ହରମୋନ୍ କ୍ଷରଣ ହେଉଛି ଆମର ଅଗ୍ନାଶୟରୁ ପାନକ୍ରିୟାସରୁ, ହରମୋନ୍ର କାମ କ'ଣ? ନା ଇନସୁଲିନ୍ ହରମୋନ୍ ଯେଉଁ କ୍ଷରଣ କରୁଛି, ଯାହାକି ଶରୀରରେ ବା ରକ୍ତରେ ସୁଗରର ପରିମାଣକୁ ନିୟନ୍ତ୍ରଣ କରିଥାଏ। ହେଲା, ଏ ହେଉଛି ମୁଖ୍ୟ କାମ। ଏନଜାଇମ୍ 3ଟିର ମୁଖ୍ୟ କାମ ହେଉଛି ବିଭିନ୍ନ ଖାଦ୍ୟସାର, ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ଏ 3ଟିକୁ ଭାଙ୍ଗିକି ପାଚନ ପ୍ରକ୍ରିୟା ସାହାଯ୍ୟ କରେ। ଠିକ୍ ସେହିଭଳି ହରମୋନ୍ ମଧ୍ୟ କ୍ଷରଣ କରୁଛି ଅଗ୍ନାଶୟରୁ, ଯାହାକି ଶରୀରରେ ଯେଉଁ ରକ୍ତରେ ଯେଉଁ ଶର୍କରା ଅଛି, ରକ୍ତରେ ଗ୍ଲୁକୋଜ୍ ଅଛି, ରକ୍ତରେ ସୁଗରର ପରିମାଣକୁ ନିୟନ୍ତ୍ରଣ କରେ। ଠିକ୍ ସେହିଭଳି ଗ୍ଲୁକାଗନ୍ ହରମୋନ୍ ମଧ୍ୟ କ୍ଷରଣ ହେଉଛି। ସେ ଗ୍ଲୁକାଗନ୍ ହରମୋନ୍ ଦ୍ୱାରା କ'ଣ ହେଉଛି ନା ଶରୀରରେ ସୁଗରର ପରିମାଣ କମି କମି ଆସେ। ଇନସୁଲିନ୍ ଆଉ ଗ୍ଲୁକାଗନ୍, ଇନସୁଲିନ୍ ଦ୍ୱାରା ଶରୀରର ରକ୍ତର ଗ୍ଲୁକୋଜର ପରିମାଣ ନିୟନ୍ତ୍ରଣ ରହେ ଏବଂ ଗ୍ଲୁକାଗନ୍ ହରମୋନ୍ ଦ୍ୱାରା ଶରୀରରେ ବା ରକ୍ତରେ ଗ୍ଲୁକୋଜର ପରିମାଣ କମି କମି ଆସେ, ଯାହାକି ଶରୀରର ନିୟନ୍ତ୍ରଣ ଓ ସମନ୍ୱୟ ରକ୍ଷା ହୁଏ। ଅଗ୍ନାଶୟ ଦ୍ୱାରା ଖାଦ୍ୟସାରକୁ ପାଚନ କରିବାରେ ସାହାଯ୍ୟ କରିବାରେ ହେଲା, ପ୍ଲସ୍ ଆମର ଶରୀରରେ ରକ୍ତରେ ଗ୍ଲୁକୋଜର ପରିମାଣ ନିୟନ୍ତ୍ରଣ ହୋଇ ରହିଲା। ଏହା ହେଉଛି ଅଗ୍ନାଶୟର କାମ।